ଦେଖନ୍ତୁ ଏ ଆହାରର କେତେ ଉପକାରିତା ଅଛି, ଲୋକ କେତେ ଆକୁ ଆଗ୍ରହ ସହିତ ଖାଉଛନ୍ତି, ମୁଁ ନିଜେ ମଧ୍ୟ ଆସୁଛି ତାକୁ ଦେଖୁଛି। ତେଣୁ ଆ ଉପରେ ଲୋକଙ୍କର ଆଶା ଅଛି, ଭରସା ଅଛି, ଲୋକ ଖାଉଛନ୍ତି। ଉନ୍ନତ ଧରଣର କେମିତି ଆମେ ଆହୁରି ଭଲ ଭାବରେ ଦେଇପାରିବା, ଭଲ ହେବନି, ବନ୍ଦ କିଛି ହେବନି, ସରକାର ଦାୟୀଗୁଣା ନେବେ, ତାକୁ ଆମେ ସମୀକ୍ଷା କଲା। ନାଇଁ, ତା ଉପରେ ଆମେ ଆଲୋଚନା ନିଶ୍ଚିତ ଭାବରେ ଭଉଣୀ, ଆମେ ନୂଆ କରି ସରକାର ଆ ଉପରକୁ ଆମ ଗୁରୁତ୍ୱ ଦେଇକି ଆଲୋଚନା କରିଛୁ କଣ ଆଉ କରାଯାଇପାରେ, ତାପରେ ଆଲୋଚନା କରିଛୁ କ୍ୟାବିନେଟ ଡିସିସନ ପରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନ କଲେ ଆମେ ଏ କଥାକୁ ରଖିବୁ। ପନିପରିବା ମାତ୍ରା କମ ରହୁଛି। ସେଥିପାଇଁ ମୁଁ ଦୁଃଖ ପ୍ରକାଶ କଲି ଏବଂ ଖେଦ ପ୍ରକାଶ ମଧ୍ୟ କଲି, ତାଙ୍କୁ ମଧ୍ୟ କହିଛି ଏଭଳି ଅବ୍ୟବସ୍ଥା ହବା କଥା ନାହିଁ। ମୁଁ ତ ସେଥିପାଇଁ ନିଜେ ତା ଭିତରକୁ ଗଲି, ଆପଣମାନେ ଦେଖିଥିବେ, ତାକୁ ତୁରନ୍ତ କେମିତି ହବ ଏବଂ ତା ପ୍ରତି ଗୁରୁତ୍ୱ ମଧ୍ୟ ଅଧିକାରୀ ମାନେ ପନିପରିବା ବହୁତ କମ କରୁଛି ବୋଲି କୁହାଯାଉଛି। ମୁଁ ମଧ୍ୟ ଲକ୍ଷ୍ୟ କରିଛି। ଆମେ ମା ମାନଙ୍କ ସାଙ୍ଗରେ ଆଲୋଚନା କରିବା, ମା ମାନେ ତାକୁ ଟିକେ ଧ୍ୟାନ ଦିଅନ୍ତୁ। ଯୋଉ ମା ମାନେ ମୋର ଏଠି ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଆକୁ କରୁଛନ୍ତି, ମୋର ତାଙ୍କ ପ୍ରତି ଭାବନା ଅଛି, ଭଲ ପାଇବା ଅଛି, ମୁଁ ତାଙ୍କ ଉପରେ ବିଶ୍ୱାସ ରଖୁଛି। ସେମାନେ ଆକୁ ଏକ ସେବା ଭାବିକି, ଗରିବ ଲୋକଙ୍କର ସେବା ଭଗବାନଙ୍କର ସେବା, ଇଏ ଏକ ମହାନ ଧର୍ମ, ଇଏ ଧର୍ମ ଭାବିକି ଇଏ ସହାନୁଭୂତିର ସହିତ ଏ ଖାଦ୍ୟକୁ ବନେଇକି ଦିଅନ୍ତୁ, ତାହେଲେ ଆହୁରି ଭଲ ହେଇପାରିବ। ତା ଉପରେ ବି ଆମେ ଗୁରୁତ୍ୱ ଦଉଛୁ, ଯାହା ଅଛି ତାପରେ ଲୋକ 5 ଟଙ୍କା ଦଉଛନ୍ତି, ସରକାର ବି ଆ ଉପରେ ତା ଉପରକୁ ବିଚାର କରୁଛନ୍ତି, ଭଲ ଏବଂ ପରିଷ୍କାର ପରିସ୍ଥିତିରେ ଆମର ସମସ୍ତ ଗରିବ ମା ମାଉସୀ ଭାଇ ଭଉଣୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଆମ ସରକାରଙ୍କର ପ୍ରାଧାନ୍ୟ। ଆମେ ଗୁରୁତ୍ୱ ତାପରେ ଅଧିକରୁ ଅଧିକ ଦଉଛୁ ଏବଂ ମା ମାନଙ୍କର ସେବା ଉଦ୍ଦେଶ୍ୟରେ ବା ଲୋକଙ୍କର ସେବା ଉଦ୍ଦେଶ୍ୟରେ ଖାଦ୍ୟ ଦିଆହଉଛି। ଏ ଖାଦ୍ୟର ଉନ୍ନତ ଧରଣର ଖାଦ୍ୟ ଯେମିତି ପାଇବେ ସେଥିପାଇଁ ଦିଆହଉଛି। ଏବଂ ଯଦି ମାନ୍ୟତା ଉପରେ ଖାଦ୍ୟ ଉପରେ କାହାରି ଅଭିଯୋଗ ଆପତ୍ତି ଥାଏ, ତାହେଲେ ମା ଯୋଉ ଭାଇ ଭଉଣୀ ମାନେ ଖାଉଛନ୍ତି, ଏଠି ନିର୍ବାଚିତ ଅଧିକାରୀ ଯିଏ ଅଛି ବା କମିଶନର ବା କଲେକ୍ଟରଙ୍କ ପାଖରେ ଅଭିଯୋଗ ମଧ୍ୟ କରିପାରିବେ। ପନିପରିବା ଠିକ ଥିଲା, ମୁଁ ତାହାରି ଉପରେ ଆଲୋଚନା କରିବି, କେତେ ପରିବାର ଆବଶ୍ୟକତା ଅଛି ଏବଂ ମୁଁ ଯୋଉ ସ୍ୱୟଂ ସହାୟକ ମା ମାନେ କରୁଛନ୍ତି, ସେମାନଙ୍କୁ ମଧ୍ୟ ମୋର ଅନୁରୋଧ, ନିଜର ଭାବ ବେଗକୁ ରଖିକି କିଏ ସେବା ଉଦ୍ଦେଶ୍ୟରେ କରୁଛେ ବୋଲି ଭାବିକି ଯୋଉ ଗରିବ ଭାଇ ଭଉଣୀ ମା ମାନେ ଖାଉଛନ୍ତି, ତା ପ୍ରତି ଟିକେ ଯତ୍ନବାନ ହେବା ଏବଂ ଶ୍ରଦ୍ଧାର ସହିତ ଖାଦ୍ୟକୁ ପରିବେଷଣ କଲେ ନିଶ୍ଚିନ୍ତ ଭାବରେ ସୁଷମ ଖାଦ୍ୟ। ଆମେ